नमस्कार दर्शक बंधु साई अनंत आश्रम चैनल को स्वागत। माघ मासर शुक्ल पक्षर पंचमी तिथि विद्या देवी माँ शारदा को समर्पित प्रतिवर्ष यह दिन को बसंत पंचमी भाव में महा आनंद एवं आडंबर सहित पालन कराए। पर्व बसंत ऋतुर आरंभ को चिन्हित करे। माघ मास शुक्ल पक्ष पंचमी तिथि छात्र मानक पई विशेष गुरुत्व बोली विवेचना कराए। कुहाଯାଏ जे ज्ञान कला एवं संगीतर देवी माँ शारदा को विशेष पूजा व्यक्तिर जीवन में अज्ञानर अंधकार को दूर करिଥାଏ एवं जीवन सारा ज्ञानर दीप जलाई रखे। तेज आसतु जानिबा 2026 रे बसंत पंचमी केबे पालन कराजिबो एवं देवी सरस्वती को पूजा पद्धति एवं बसंत पंचमीर महत्व। पूजा तारीख हिंदू कैलेंडर अनुसार माघ मास शुक्ल पक्षर पंचम दिन में सरस्वती पूजा कराए। ए शुभ तिथि को बसंत किंबा बसंत पंचमी कहुए। ए दिन ज्ञान विद्या बुद्धि एवं कला एवं संस्कृतिर देवी माँ सरस्वती उद्देश्य उत्सर्गीकृत। এই দিନରେ দেবী ସରସ୍ୱତୀଙ୍କ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଦେବୀ ଶାରଦାଙ୍କୁ ପୂଜା କଲେ ବିଶେଷ ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ବୈଦିକ କ୍ୟାଲେଣ୍ଡର ଅନୁସାରେ ମାଘ ମାସର ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଜାନୁଆରୀ 23, 2026ରେ ସକାଳ 2:28ରେ ଆରମ୍ଭ ହେବ ଏବଂ ଜାନୁଆରୀ 24ରେ ରାତି 1:46ରେ ଶେଷ ହେବ। ତେଣୁ ନୂତନ ବର୍ଷରେ ଜାନୁଆରୀ 23ରେ ସରସ୍ୱତୀ ପୂଜା 2026ରେ ପାଳନ କରାଯିବ। ବସନ୍ତ ପଞ୍ଚମୀର ଶୁଭ ସମୟ ସକାଳ 7:13ରୁ ଆରମ୍ଭ ହୋଇ ଅପରାହ୍ନ 12:33 ପର୍ଯ୍ୟନ୍ତ ଚାଲିବ। ଏହି 5 ଘଣ୍ଟା 19 ମିନିଟ୍ ସମୟ ମଧ୍ୟରେ ଆପଣ ଦେବୀ ସରସ୍ୱତୀଙ୍କ ପୂଜା କରିପାରିବେ। ବସନ୍ତ ପଞ୍ଚମୀର ମହତ୍ତ୍ୱ ସନାତନ ଧର୍ମ ଗ୍ରନ୍ଥ ଅନୁସାରେ ଏହି ଦିନ ବ୍ରହ୍ମାଙ୍କ ମୁଖରୁ ଦେବୀ ସରସ୍ୱତୀ ଆବିର୍ଭୂତ ହୋଇଥିଲେ। ଦେବୀ ଶାରଦାଙ୍କ ଆବିର୍ଭାବ ସହିତ ଜଗତରୁ ଅଜ୍ଞାନର ଅନ୍ଧକାର ଦୂର ହୋଇଥିଲା। ଏହି ତାରିଖକୁ ଅବୁଝ ମୁହୂର୍ତ୍ତ ମଧ୍ୟ କୁହାଯାଏ, କାରଣ ଏହି ଦିନରେ ବିବାହ, ମୁଣ୍ଡନ ଉତ୍ସବ କିମ୍ବା ଗୃହ ପ୍ରତିଷ୍ଠା ଭଳି ଶୁଭ କାର୍ଯ୍ୟ କରିପାରିବେ। ଏହାର ଅର୍ଥ ହେଉଛି ଶାସ୍ତ୍ରଗୁଡ଼ିକ କୌଣସି ପ୍ରତିବନ୍ଧକ ବିନା ପଞ୍ଜିକା ପରାମର୍ଶ ବିନା ଏହି ତାରିଖରେ ଶୁଭ କାର୍ଯ୍ୟ କରିବାକୁ ଅନୁମତି ଦିଏ। ଛୋଟ ପିଲାଙ୍କ ଶିକ୍ଷା ଆରମ୍ଭ ପାଇଁ ବସନ୍ତ ପଞ୍ଚମୀକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହି ଦିନ ପିଲାମାନଙ୍କୁ ସେମାନଙ୍କର ପ୍ରଥମ ବର୍ଣ୍ଣମାଳା ଲେଖିବା ସେମାନଙ୍କ ଭବିଷ୍ୟତ ପାଇଁ ଶୁଭ ବୋଲି ବିବେଚନା କରାଯାଏ। ତମେ ପୁଅକୁ ନେଇକି ବାବାଙ୍କ ପାଖକୁ ଆସିଲା ପରେ ଆପଣଙ୍କର କ'ଣ ପରିବର୍ତ୍ତନ ହେଇଛି? ପୁଅର ଯେଉଁ ଗୋଡ଼ ହାତ ଫାଟୁଥିଲା ତାର ବି କ'ଣ ପରିବର୍ତ୍ତନ ହେଇଛି? ହଁ ଆଜ୍ଞା, ମୁଁ ଏମିତି ଜଣେ ସାଙ୍ଗ ପିଲାଙ୍କଠୁ ଶୁଣିକି ଆପଣଙ୍କ ପାଖକୁ ଆସିଲି। କିନ୍ତୁ ଆସିଲା ପରେ ମୋ ପୁଅ ଦୀର୍ଘ 7 ବର୍ଷ ହେଲା ଯେଉଁ କଷ୍ଟଟା ଭୋଗୁଥିଲା, ମୋର ହୃଦବୋଧ ହେଉଛି ସେ 7 ଦିନରେ ଗଲା ଭଳିଆ ଲାଗିଲା। ତେଣୁକରି ବହୁତ ସଲ୍ଭ ହୋଇଯାଇଛି। ଏଥିପାଇଁ ବାବାଙ୍କୁ କୋଟି କୋଟି ପ୍ରଣାମ, ଆଉ ମହାବୀର ପଞ୍ଚମୁଖୀ ମହାବୀର ହନୁମାନଙ୍କୁ। ମୋ ସ୍ୱାମୀ ଯାହା କହିଲେ ମୁଁ ବି ସେୟା କହିବାକୁ ଚାହୁଁଛି। ତଥାପି ମୋର ଅଲଗା ଅନୁଭୂତି। ବାବା କହିଲେ ମେଡ଼ିଟେସନ୍ କରିବା ପାଇଁ। ଆମେ 4 ଥର ମେଡ଼ିଟେସନ୍ କଲା ପରେ କାଲି କରିଛୁ ମେଡ଼ିଟେସନ୍। ମୋ ପୁଅକୁ ନିଜେ ମହାବୀର ଆସିକି ତାକୁ ଛୁଇଁଛନ୍ତି, ପେଟକୁ ଦେବି ଦେଇଛି। ଆଉ ମୁଁ ଯେତିକି କଷ୍ଟ ପାଇଛି ଯେ ମୋ ପୁଅ ଏମିତି ହେଇଛି, କିନ୍ତୁ ବର୍ତ୍ତମାନ ଅନୁଭବ କରୁଛି ମୋ ପୁଅ ଭବିଷ୍ୟତରେ ସମ୍ପୂର୍ଣ୍ଣ ରୂପେ ଭଲ ହେଇଛି। ଆଚ୍ଛା, ପୁଅ ଏଠି ଆସିଲା ପରେ ମୋର ଯେତିକି କଷ୍ଟ ଥିଲା, ମୁଁ ଆଗରୁ ଜମା ଚାଲି ପାରୁନଥିଲି। ଏଠି ଯେତିକି ସପ୍ତାହ ଭିତରେ ଆସିଲିଣି, ମୋତେ ଏତେ ଭଲ ଲାଗୁଛି। ମୁଁ ଏବେ ଚାଲିପାରୁଛି, ବୁଲିପାରୁଛି, ଖେଳିପାରୁଛି, ସବୁ ଭଲ ଲାଗୁଛି। ଆଗରୁ ମୁଁ କିଛି କରିପାରୁନି।